ତ ଏତିକ ଥିଲା ଆଜି ସବୁ ସାରିବାକୁ ପଡିବ ଏବେ। ମାନେ କାଠି ପାଇଁ ବହୁତ ପ୍ରୋବ୍ଲେମ ଆଜି ହେଇଯାଇଛି ପୁରା। ମାନେ ଏଇ ଯୋଉ କାଠି ଚାଲୁଛି ଏରା ଭଲ କାଠି ନାହିଁ। ଗୋଟେ ଗୋଟେ ମଝିରେ ମଝିରେ ପତଳା ରହିଯାଉଛି। ତ ସେଇଥିପାଇଁ ପ୍ରୋବ୍ଲେମ ପୁରା ହଉଛି ଦେଖ ଅଟକୁଛି କେମିତି। ତ ସବୁଠୁ ହେଲା ମେନ୍ କାଠି। କାଠି ଯଦି ଭଲ ନହବ ତ ଆପଣ କଣ ବି କରିହବନି ଜମା। ତ ଭଲ କ୍ୱାଲିଟିର କାଠି ହିଁ ଦରକାର ଏଇଭଳିଆ ନହେଲେ। ଏଇଭଳି ଯେମିତି ଅଟକୁଛି ମୋର ସେଇଭଳିଆ ଅଟକିବ ଏଇ କାଠି ପାଇଁ ଅଟକୁଛି ଏଇଭଳିଆ। ଆଉ ପ୍ରିମିକ୍ସ ତାର ଯାହାବି ଅଛି ସବୁ ଠିକ କରାହେଇଛି। ଭାଇ ମାପ ସବୁ ପୁରା ଠିକ କରାହେଇଛି। ଅଟକିବା କାରଣ ହଉଛି କାଠି ପାଇଁ। ଭାଗ ମାପରେ କରାହେଇଛି ପୁରା ଦେଖନ୍ତୁ ଏଇଟା ପୁରା ଭଲ ଠିକ ପୁରା ଇଏ ହଉଛି। ମାନେ ଝୁଣା ଧୂପ କାଠି ପୁରା ବଢିଆ ଠିକ ହଉଛି। ଏଇଟା ହଉଛି ପ୍ରୋବ୍ଲେମ। ତ ମେନ୍ ହେଲା କାଠି। କାଠି ଭଲ ହେଲେ ପ୍ରଡକ୍ସନ ଭଲ ହବ। ତ କାଠି ଯଦି ଭଲ ନାହିଁ ପ୍ରଡକ୍ସନ ଜମାରୁ ବି ଭଲ ନାହିଁ। ଯୋଉଟା ଘଣ୍ଟାକରେ ସରିବା କଥା ସେଟା ଅଧିକ ଦେଖ ଅଟକିଲା। ଏଥିରେ କିଛି ପ୍ରୋବ୍ଲେମ ନାହିଁ କେବଳ କାଠି ହିଁ ପ୍ରୋବ୍ଲେମ ସେଥିପାଇଁ ଅଟକିଛି ଦେଖେଇ ଦଉଛି। ପତଳା କାଠି ଇଏ ରହୁଛି ପୁରା ପତଳା ହେଲା। ଅଟକୁଛି ନହେଲେ ଆଉ ଅଲଗା ପ୍ରୋବ୍ଲେମ କିଛି ନାହିଁ। କାରଣ ଏଇ ଯୋଉ କାଠି ମୁଁ ଆଣିଛି ଏଇ କାଠି ହଉଛି କେବଳ ଏଇ କାଠି ବସ୍ତାଟା ହିଁ ଦି ବସ୍ତା ଆଣିଥିଲି। ତ ଦି ବସ୍ତା ଯାକ ହିଁ ଖରାପ ପଡିବ। ମାନେ ମଝିରେ ପତଳା ପତଳା ରହୁଛି ବାଛା ବି ହେଇଯିବ ହେଲେ ବି ମାନେ ଭଲ ବାହାରୁନି। ମାନେ ବାଛିକିରି ବି ଭଲ ବାହାରୁନି। ତ ମେସିନର ସ୍ପିଡ ଧର 60 ସ୍ପିଡରେ ଚଲେଇବା ପାଇଁ ହେଲେ 50 କି 40 ସ୍ପିଡରେ ଚଲେଇବା ପାଇଁ ହେଲେ ତ ମଝିରେ ଅଟକିବ ନିହାତି ପୁରା। ଦେଖ ଅଟକିଲା ଏଇଟା କେବଳ କାଠି ପାଇଁ। ଇଏ ପୁରା ପତଳା କାଠି ଏଇଥିପାଇଁ ଅଟକୁଛି। ଆରେ ଏଇ ଯୋଉ ପତଳା କାଠି ରହୁଛି ସେଇଥିପାଇଁ ଅଟକୁଛି। ଏଇଟା ଟିକେ ପ୍ଲେନ ନାହିଁ ଚିକଣ ନାହିଁ ପୁରା ଅଟକି ଯାଉଛି ଦେଖ। କାଠି ପାଇଁ ବୋଲି ହିଁ ଅଟକୁଛି। କାଠି ଯୋଉ ପ୍ରିମିକ୍ସ ଭଲ ଅଛି କିନ୍ତୁ କାଠି କ୍ୱାଲିଟି ମାନେ ସବୁ ଠିକ ଅଛି ଖାଲି କେବଳ ଅଟକିବା କାରଣ ହଉଛି କାଠି ଭଲ ନାହିଁ ବୋଲି ଅଟକୁଛି ନହେଲେ ମେସିନର ବି କିଛି ପ୍ରୋବ୍ଲେମ ନାହିଁ। ମେନ୍ ହେଲା କାଠ ପ୍ରଡକ୍ସନ ବି ଠିକ ହବ। ତ ଅଟକିବା କାରଣ ହଉଛି କାଠି। ତ ଦେଖନ୍ତୁ ଇଏ ଅଟକୁଛି ପୁରା। ଏଇଟା ଏଇ ତ ଏଇତିକ ସାରିଦେଲେ ସରିବ ଏତିକ ମୋର ହେଇଯିବ 12 କିଲୋ ପ୍ରିମିକ୍ସ। ସବୁ ରହିଲା କାଠି ଉପରେ କଥା ତାପରେ ପ୍ରିମିକ୍ସ ବି ଭଲ ନହେଲେ ପ୍ରଡକ୍ସନ ହବନି ଭଲ ଚାଲିବନି।
ଆଉ କାଠି ବି ଯଦି ଭଲ ନହେଲା ଆଉ ଟିକେ ଚାଲିବ। ମେନ୍ ହେଲା ସବୁ କାଠି ଉପରେ ରହିଲା କଥା। ପ୍ରିମିକ୍ସ 3-4ଟା ଜିନିଷ ଭଲ ହବା ଦରକାର, ନହେଲେ କେବେ ବି ଚାଲିବନି ମେସିନ୍ ଭଲ। ପ୍ରିମିକ୍ସ ଭଲ ହେଲେ କଣ ହଉଛି, ଏଇଟା ଯୋଉ ଟାଇମ ଟା ଯାଉଛି ଏତିକି ଟାଇମ ଦେଖ କେତେ ଅଟକୁଛି, ମାନେ ତାକୁ ବାହାର କରିବ ଏଇ ଯୋଉ ସେକେଣ୍ଡ ଟା କମିଗଲା କି ନାଇଁ ଟାଇମ ରେ, ତ ଏଇଟା ହଉଛି ପ୍ରୋବ୍ଲେମ। ହିଁ କମିଯିବ ତ ଏଇଥିବ ଆଉ ରହିଲା ମତେ ଏଇତିକ ଲାଗିଲା 2 ଘଣ୍ଟା ପାଖାପାଖି ଲାଗିଯିବ। 12 କିଲୋ ବନବା ପାଇଁ 2 ଘଣ୍ଟା ଲାଗିଗଲା। 2 ଘଣ୍ଟା 2 ଘଣ୍ଟା 2.5 ଘଣ୍ଟା ଧରିନିଅ ଆଉ 2.5 ଘଣ୍ଟା ଅଢେଇ ଘଣ୍ଟା ପୁରା ଲାଗିଗଲା 12 କିଲୋ ମସଲା। ତ କଣ ପାଇଁ ନା ଏଇ କାଠି ପାଇଁ, କାଠି ଯଦି ଭଲ ହେଇଥାନ୍ତା ଟିକେ 1.5 ଘଣ୍ଟା 2 ଘଣ୍ଟା 45 ମିନିଟ୍ ଏ ଭିତରେ ହେଇଥାନ୍ତା। ତ କାଠି ଭଲ ନାହିଁ ସବୁ, 2 ଘଣ୍ଟା ଲାଗିଯାଇଛି ପୁରା, 2 ଘଣ୍ଟା ପ୍ଲସ୍ 2 ଘଣ୍ଟା 10 ମିନିଟ୍ କରିବା ପାଇଁ ଲାଗିବ। ତାହେଲେ ଆଉ 20 ମିନିଟ୍ ଧରିବ। ଏଥିରେ ପୁଣି ଶୁଖେଇବା ପାଇଁ ପୁଣି ଅଧଘଣ୍ଟେ ନା 1.5 ଘଣ୍ଟା ଏଇଥିବ ହେଲା, ଶୁଖେଇବାକୁ ପଡିବ ଅଧଘଣ୍ଟେ, 1.5 ଘଣ୍ଟା ଧର 3 ଘଣ୍ଟା କାମ। ତ ଏବେ ହିସାବ ହବ ଏଥିରେ ଏଇ 12 କିଲୋକୁ 3 ଘଣ୍ଟାରେ ତ ଆମେ ଯଦି ମୁଁ ସକାଳୁ ଏଟା ବନେଇଥିଲି, ଯଦି 8ଟାରୁ ବନେଇଲେ ସେଇଭଳିଆ ମତେ 5ଟା ହେଇଯାଇଥାନ୍ତା ଏଇ କାଠି ପାଇଁ ବୋଲି। ତ ଏଇଥିପାଇଁ ଭଲ କାଠି ଆଣିଲେ ଠିକ ପଇସା ପଡୁ କିନ୍ତୁ ଭଲ ଜିନିଷ ଆଣିଲେ ପ୍ରଡକ୍ସନ ଅଧିକା ମାନେ ଶୀଘ୍ର ହବ। ଏଇଟା କାରଣ ମୁଁ ଜଣଙ୍କଠୁ ଆଣିଛି, ଆଣିନଥିଲି ଜଣେ ଆଣିଥିଲେ ମେସିନ୍, ତ ତାଙ୍କ ପାଖରେ ଏଇଟା ଥିଲା 2 ବସ୍ତା ଥିଲା, ତ ଏଇଟା ଆଣିଥିଲେ ତ ହେଲେ ସେ ଯାହାଠୁ ଆଣିଥିଲେ ଏଇଭଳିଆ କାଠି ଦେଇଛି ଆଉ। ସେ ଭାଇ ବ୍ୟାଗରେ ଆଣିଥିଲେ ମେସିନ୍, ତ ସେ ମେସିନ୍ ବି ବିକ୍ରି କରିଦେବେ, ସେଥିପାଇଁ ମୁଁ କହିଲି କାଠି 2 ବସ୍ତା ଦେଇ ଦେଇଥିଲି, ମତେ ପଇସା ଦେଇକି ଆଣିଥିଲି। ତ ଆଣିଲା ପରେ ସେ ଯୋଉ ବାଇ ବ୍ୟାଗରେ ଯୋଉ ଦେଇଛି କାଠି, ଏଇଭଳିଆ କାଠି ଆସୁଛି ବାଇ ବ୍ୟାଗ। ତ ଆପଣ ପ୍ରଡକ୍ସନ ଘଣ୍ଟାକୁ 5-8 କିଲୋ କରିପାରିବେ। ଘଣ୍ଟାକୁ କେମିତି କରିବେ ଆପଣ 10 କିଲୋ 8 କିଲୋ କେମିତି କରିବେ କଣ? ଏଇଭଳିଆ ଯଦି କାଠି ଦେବେ ବାଇ ବ୍ୟାଗ, ତ ଏଇରା ସେ ବାଇ ବ୍ୟାଗରେ ଆଣିଥିଲେ ବ୍ଲାକ୍ କାଠି ବନଉଥିଲେ, ତ ତାକୁ ଏଇଟା କମ୍ପାନୀ ଦେଇଥିଲେ। ତ ଦେଖ ଏଇଭଳିଆ ଯୋଉ ପତଳା ପତଳା ବାହାରିଲେ ଏଇଟା କେମିତି ଯିବ ମସଲା। ତ ଏଇଭଳିଆ ସେମାନେ ଶସ୍ତା ମାଲ ଅଧିକା ରେଟ୍ ପୁଣି ନେଇଥିବେ ତାର, ହେଲେ ବି ଚାଲୁନି। ମୁଁ ବି କଣ କହୁଛି 2 ବସ୍ତାରୁ ଆଉ 1 ବସ୍ତା ଅଛି ଦେଖ, ହେଲେ ବି ଚାଲୁନି। 2 ବସ୍ତାରୁ ଆଉ 1 ବସ୍ତା ମାତ୍ର ଅଛି କାଠି, ତାକୁ ସାରିଦେବି ଏଇଭଳିଆ କମ କମ ଚଲେଇ ଚଲେଇ। ତ ଏବେ ମସଲା ସରିଲା ବୋଧେ, ପୁଣି ତାକୁ ବାଛା ହେଇଛି, ମାନେ ଏଇ କାଠି ମୁଁ ବାଛିଛି ମସଲା ସରିଲା, ଏଇ କାଠିକି ମୁଁ ବାଛିଛି, ତ ବାଛିଛି ଏତେ ଏତୁକୁଛି, ଯଦି ନ ବାଛିଲେ ତ ଚଲେଇ ହବନି ଟୋଟାଲି। ତ ବାଇ ବ୍ୟାଗରେ ଯୋଉ ଆଣିଛି ସବୁ ଏଇଭଳିଆ କାଠି ଦେଇଛି ତାକୁ, ତ କାଠି ବି ଯଦି ଭଲ ନହେଲେ ତମେ 10 କିଲୋ 8 କିଲୋ କୁଆଡେ କରିବ। ମତେ 12 କିଲୋ ମସଲା ବନେଇବା ପାଇଁ ମତେ 3 ଘଣ୍ଟା ଟାଇମ ଧରିନିଅ, 2 ଘଣ୍ଟା 20-25 ମିନିଟ୍ ଲାଗିଲା। ତ ହେଲେ ବି ଶୁକ୍ରବାର ଅଛି ଧର 2 ଘଣ୍ଟା 2.5 ଘଣ୍ଟା ଧର ମସଲା ବନା ହେଇଛି ତାର 2.5 ଘଣ୍ଟା, ମତେ 1.5 ଘଣ୍ଟା ଲାଗିବା କଥା ଯଦି ଭଲ କାଠି ହବ 12 କେଜି କି ମୁଁ ଯୋଉ ଏଇଥିରେ ବନଉଛି। ତ ଇଏରେ 12 କିଲୋକୁ 1.5 ଘଣ୍ଟା ରୁ ଧର 60 ମିନିଟ୍ ଅଧିକା, ଧର ଲାଇନ ଫାଇନ୍ କଟିଲା ଯେମିତି କହିହବନି, କିନ୍ତୁ ଯଦି ପ୍ରପର ଲାଇନ ରହିବ ତ 1.5 ଘଣ୍ଟା ମତେ ଲାଗେ ପ୍ରିମିକ୍ସ ସହିତ ବନେଇବା ପାଇଁ। ତ ଘଣ୍ଟେ 20 ମିନିଟ୍ ଲାଗେ, ପ୍ରିମିକ୍ସ ଟା ଧର 30 ମିନିଟ୍ ଅଧା ଘଣ୍ଟାରେ କରାହବ। ତ ଇଏ ହଉଛି ବାଇ ବ୍ୟାଗର କାଠି ଆଣିଥିଲି ହେଲା। ତ ଏଇଭଳିଆ ବାଇ ବ୍ୟାଗରେ ଦେଇକି ମାନେ ପ୍ରଡକ୍ସନ ବି କମି ଯାଉଛି, ହଉନି, ଭଲ ଚାଲୁନି। ତ ମେସିନର ଏଥିରେ ପ୍ରୋବ୍ଲେମ ହିଁ କିଛି ନାହିଁ, ମେନ୍ ହେଲା କାଠି ଆଉ ପ୍ରିମିକ୍ସ।
ଯଦି ପ୍ରିମିକ୍ସ ଭଲ ନହେଲେ ବି ଚାଲିବନି, ଆଉ କାଠି ବି ଭଲ ନହେଲେ ଆଉ ଟିକେ ଚାଲିବ। କାଠି ସବୁଠୁ ମାନ୍ଦା, ଦେଖ ଏରା କେତେ ରିଜେକ୍ଟ ଯାଉଛି, ଦେଖ ବହୁତ ରିଜେକ୍ଟ, ଏଇଥିରୁ ହିଁ ବାହାରିଛି ହେଲା। ଆଉ ମତେ ଏତିକ ମୁଁ ବନେଇଲି, ଆଉ ଏତିକି କାଠି ବି ଅଛି, ଏତିକ ବି ବନେଇଛି, ଆଜି ଏତିକ ବନେଇଲି। ତ ୟାକୁ ମୁଁ ଏବେ ଖରାରେ ଶୁଖେଇଦବା, ଖରାରେ ତାକୁ ଶୁଖେଇବି। ତ ଇଏ ସକାଳେ ଯୋଉ ବନେଇଥିଲି ଯୋଉତିକ ଶୁଖିକି ଇଏ ଟିକେ ପତଳା